ପିଲାଟି ଦିନରୁ ଯାଦୁଗରୀକୁ ଦେଖି ଆକର୍ଷିତ ହୋଇଯାଇଥିଲେ ଶ୍ରୀ ବିମଲ କୁମାର ବିଶ୍ୱାଳ। ସେଦିନ ସ୍କୁଲରେ ଦେଖିଥିବା ସେ ଯାଦୁଗରର କୌଶଳ ସତେ ଯେମିତି ତାଙ୍କ ପିଲାଳିଆମି ମନକୁ ଟାଣି ନେଇଥିଲା ସେ ଯାଦୁଗରୀ ଦୁନିଆକୁ। 1974 ମସିହା ଜୁଲାଇ 13 ତାରିଖ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡର ବଙ୍ଗ ଗ୍ରାମରେ ପିତା ଲକ୍ଷ୍ମଣ ବିଶ୍ୱାଳ ଓ ମାତା ସରସ୍ୱତୀ ବିଶ୍ୱାଳଙ୍କ କୋଳମଣ୍ଡନ କରନ୍ତି ଏହି ପ୍ରତିଭାବାନ ସନ୍ତାନ। ତାଙ୍କର କୁଆଙ୍କୁଆ କାନ୍ଦରେ ଭରି ରହିଥିବା ସେ ଯାଦୁଗରୀ ସତେ ଯେମିତି ବାପା ମାଙ୍କ ଆଖିର ଖୁସିର ଲହରୀ ଖେଳେଇ ଦେଇଥିଲା। ଗ୍ରାମ ନିକଟସ୍ଥ ସ୍କୁଲରେ ପାଠପଢ଼ା ଶେଷ କରିବା ପରେ ଖଜୁରିଆକଟା ମହାବିଦ୍ୟାଳୟରେ ସ୍ନାତକରେ ଡିଗ୍ରୀ ହାସଲ କରିଥିଲେ। ପିଲାଟି ଦିନରୁ ଯାଦୁଗରୀ ପ୍ରତି ଥିବା ତାଙ୍କର ସେହି ଆକର୍ଷଣ ଆଜି ତାଙ୍କୁ ଏ ଦୁନିଆର ବାଦଶାହ ଭାବରେ ପରିଚିତ କରାଇ ପାରିଛି। ତାଙ୍କର ଏହି ନିଆରା କଳା କୌଶଳ ପାଇଁ ସେ ବିଭିନ୍ନ ସ୍ଥାନରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି। ନିଜର ଯାଦୁଘରରେ ସେ କେତେବେଳେ ସାଧାରଣ ବସ୍ତୁକୁ ମଧ୍ୟ ଚମତ୍କାରିତାରେ ଭରି ଦେଇଛନ୍ତି। ଆଉ ସେଥିପାଇଁ ତ ସେ ଜଣେ ଆଜି ଭାରତ ସରକାରଙ୍କ ସ୍ୱୀକୃତିପ୍ରାପ୍ତ ଯାଦୁଘର ଭାବରେ ନିଜର ସ୍ଥାନ ହାସଲ କରିଛନ୍ତି। କେବଳ ସେତିକି ନୁହେଁ, ହିନ୍ଦୋଳ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ଭାବରେ କାର୍ଯ୍ୟ ତୁଲାଉଥିବା ଏହି ମହାନ କଳାକାର ଏବେ ସରକାରଙ୍କର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକୁ ନିଜ ଯାଦୁଗରୀ ମାଧ୍ୟମରେ ପ୍ରଦର୍ଶିତ କରି ଲୋକଙ୍କ ପାଖରେ ପହଞ୍ଚାଇ ପାରିଛନ୍ତି। ତାଙ୍କର ଏହି ମହାନ କାର୍ଯ୍ୟ ସହିତ ସେ ତାଙ୍କ ଜୀବନରେ ଅନେକ ଆଗକୁ ବଢ଼ନ୍ତୁ ବୋଲି ଆମ A1 ପରିବାର ତରଫରୁ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା। ଆଜି ଆମର ଏ ମଞ୍ଚରେ ତାଙ୍କୁ ପୁରସ୍କୃତ କରିବାକୁ ସୁଯୋଗ ମିଳିଥିବାରୁ ଆମେ ଧନ୍ୟ ମନେ କରୁଛୁ।